ମୋ ଜୀବନ ଏମିତି କାଠଖଣ୍ଡ ଏପରି ହୋଇଯିବ ମୁଁ କେବେ ଭାବିନଥିଲି। ଦୀର୍ଘ 24 ବର୍ଷ ତଳର ଘଟଣା। ଗୋଡ଼ରେ କ୍ଷତ ଚିହ୍ନ ଦେଖିବାକୁ ପାଇଲି, ଆଉ ସେଇଟା ଧୀରେ ଧୀରେ ଯନ୍ତ୍ରଣା ହେବାକୁ ଲାଗିଲା। ଡାକ୍ତରକୁ ଯାଇ ଦେଖାଇଲି, ଆଉ ଡାକ୍ତରବାବୁ କହିଲେ ଗୋଟେ ଗୋଡ଼ କାଟିବାକୁ ପଡ଼ିବ। କିଛି ଦିନ ପରେ ପୁଣି ଆର ଗୋଡ଼ଟି ମଧ୍ୟ ଡାକ୍ତରଙ୍କ ନିର୍ଦ୍ଦେଶ କ୍ରମେ କାଟିବାକୁ ପଡ଼ିଲା। କିନ୍ତୁ କିଛି ଦୁଃଖ ନଥିଲା, କାହିଁକିନା ମୋ ପାଖରେ ଥିଲେ କାଳିଆ ବଳିଆ ପରି ଦୁଇଟି ପୁଅ। ଭାବିଥିଲି ତାଙ୍କରି ଗୋଡ଼ରେ ଏ ଦୁନିଆରେ ଚାଲିବି ବୋଲି। ଭଗବାନ ମୋ ଉପରେ ବୋଧେ କୋପ ଦୃଷ୍ଟି ରଖିଥିଲେ। ପିଲାଟି ଦିନରୁ ଦୁଃଖ କଷ୍ଟ ସହି ଯେଉଁ ପୁଅ ଦୁଇଟାକୁ ଏଡ଼ିକିଟରୁ ବଡ଼ କଲି, ଗୋଟେ ପୁଅ ମାନସିକ ରୋଗୀ ବାହାରିଲା। ଅନେକ ଜାଗାରେ ଦେଖାଇଲେ ମଧ୍ୟ ତାର କୌଣସି ପରିବର୍ତ୍ତନ ଦେଖାଦେଲା ନାହିଁ। ଶେଷରେ ସେ ଆମକୁ ଛାଡ଼ି କୁଆଡ଼େ ଚାଲିଗଲା। ଏତିକିରେ ଭଗବାନଙ୍କର ମନ ବୁଝିଲାନି ଯେ ସେ ମୋତେ ଆହୁରି କଷ୍ଟ ଯନ୍ତ୍ରଣା ଦେଇ ଚାଲିଛନ୍ତି। ଏଥିରେ ନିନ୍ଦିବି ତ କାହାକୁ ନିନ୍ଦିବି? ବିଧାତା ବୋଧେ ସବୁ କର୍ମର ଫଳ ମୋ ଭାଗ୍ୟରେ ଲେଖିଦେଇଛି। ଘରେ ବସିଛି, କିନ୍ତୁ ଘରେ କେହି ଆସିଲେ ଛିଡ଼ା ହୋଇ ତାକୁ ଘରକୁ ଡାକି ପାରୁନି। ସ୍ତ୍ରୀ ପାଖରେ ବସିଛି, ହେଲେ ମୁଁ ମୋ ସ୍ତ୍ରୀକୁ ମୁହଁ ଖୋଲି କିଛି କହିପାରେନି ଯେ ତା ପାଇଁ ମୁଁ ଢାଲ ହୋଇ ଛିଡ଼ା ହୋଇପାରିବି। କାରଣ ମୁଁ ଜାଣିଛି ମୁଁ ନିଜେ ହିଁ କାହା ହାତର ଚାବିଦିଆ କଣ୍ଢେଇ ସାଜିଯାଇଛି। ଅନ୍ୟର ସାହାରାରେ ମୁଁ ଉଠୁଛି ଆଉ ବସୁଛି। ଏସବୁ ଦେଖିବା ଆଗରୁ ବୋଧେ ମୋ ଆଖି ବୁଜି ହୋଇଯାଇଥିଲେ ଏ ମନରେ ବିତୁଥିବା ଯନ୍ତ୍ରଣାକୁ ମୁଁ ଆଉ ଅନୁଭବ କରିପାରନ୍ତିନି। କିନ୍ତୁ ଏ ବେଇମାନୀ ସମୟଟା ମୋତେ ବାନ୍ଧି ରଖିଛି ତା ପାଖରେ। ନା ମୋତେ ସାହାରା ଦେଉଛି, ନା ମୋତେ ଛାଡ଼ିକି ଯାଉଛି। ଭାବିଥିଲି ବଡ଼ ପୁଅ ସିନା ପାଗଳ ହେଇ କୁଆଡ଼େ ଚାଲିଗଲା, ହେଲେ ମୋ କଥା ବୁଝିବାକୁ ମୋ ସାନ ପୁଅ ଅଛି। ଏହାକୁ ଭାବି ଭାବି ମୁଁ ନିଜ ମନକୁ ଆଉ ମୋ ସ୍ତ୍ରୀକୁ ଆଶ୍ୱାସନା ଦେଇ ବୁଝାଉଥିଲି। କିନ୍ତୁ ମୁଁ ଜାଣିନଥିଲି ମୋର ଏ ଅବସ୍ଥାରେ ମୋ ସାନ ପୁଅ ମୋ ଠାରୁ ଅଲଗା ହୋଇ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ବାହାରେ ଘର କରି ରହିବ ବୋଲି। ଏପଟେ ବାପା ମା ଦୁଇଜଣ କେମିତି ରହୁଛୁ ଟିକିଏ ବି ଚିନ୍ତା କଲାନି। ଏହା ହେଉଛି ଗୋଟେ ଗୋଡ଼ ନଥିବା ଆଉ ନିଜ ସ୍ତ୍ରୀ ପାଇଁ ଚାହିଁ ମଧ୍ୟ କିଛି କରିପାରୁନଥିବା ଜଣେ ସ୍ୱାମୀର କଥା। ହଁ ଦର୍ଶକ ବନ୍ଧୁ, ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ବାରିଆପୁର ଗାଁର ପବିତ୍ର ନାୟକଙ୍କର। 45 ବର୍ଷ ବୟସରେ ଭିନ୍ନକ୍ଷମ ହୋଇଥିଲେ ବି ସରକାର ସହାୟତାରୁ ବଞ୍ଚିତ ଅଛନ୍ତି। ସୂଚନା ଅନୁଯାୟୀ 2000 ମସିହା ବେଳକୁ ପବିତ୍ର ତାଲଚେରରେ କାମ କରି ଖୁସିରେ ପରିବାର ସହିତ ସମୟ ବିତାଉଥିଲେ। ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ଦୁଇ ଗୋଡ଼ରେ କ୍ଷତ ଦେଖାଗଲା। ଫଳରେ ଉନ୍ନତମାନର ଚିକିତ୍ସା ପାଇଁ ଅର୍ଥ ସାଜିଲା ବାଧକ। ଗୋଡ଼ରେ କ୍ୟାନ୍ସର ଭଳି ରୋଗରେ ପୀଡ଼ିତ ହୋଇ 2002 ମସିହାରେ ଗୋଟେ ଗୋଡ଼ ଓ 2005 ମସିହାରେ ଆଉ ଏକ ଗୋଡ଼ କଟାଯାଇଥିଲା। ଦୀର୍ଘ 24 ବର୍ଷ ଧରି କଷ୍ଟ ପାଉଛନ୍ତି ପବିତ୍ର। ସରକାରୀ ଭତ୍ତା ଓ 5 କେଜି ଚାଉଳକୁ ଛାଡ଼ିଦେଲେ ଆଉ କିଛି ପହଞ୍ଚି ନାହିଁ ସରକାରୀ ସହାୟତା। ଏଥିରେ ପେଟକୁ ସିନା ମୁଠାଏ ଖାଇବାକୁ ମିଳିଯାଉଛି, କିନ୍ତୁ ଘରର ଅନ୍ୟାନ୍ୟ ସାମଗ୍ରୀ ଓ ଔଷଧପତ୍ର ପାଇଁ ହାତରେ ଟଙ୍କା ନାହିଁ। ଯେଉଁଥିପାଇଁ ସ୍ତ୍ରୀ ସାବିତ୍ରୀ ପର ଘରେ ବୁଲି ବୁଲି କାମ କରୁଛନ୍ତି, ଆଉ ସେତିକିରେ ଯାହା ମିଳିଲା ତାକୁ ନେଇ ନିଜ ସ୍ୱାମୀଙ୍କର ଦେଖାଶୁଣା କରୁଛନ୍ତି। ପବିତ୍ର ଏବେ ସାହାବାଡ଼ି ଓ ଗୋଟିଏ କୃତ୍ରିମ ଗୋଡ଼ରେ ଚଲାବୁଲା କରୁଛନ୍ତି। ସରକାରୀ ଆବାସ ଗୃହ ଓ ଅନ୍ତର୍ଦେୟରେ ଅନ୍ତର୍ଭୁକ୍ତ କରାଯାଉ ବୋଲି ପରିବାର ଦାବି କରିବା ସହିତ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି। ଖବର ପ୍ରସାରଣ ପରେ ନୂଆ ସରକାର ଓ ପ୍ରଶାସନ କ'ଣ ପଦକ୍ଷେପ ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା। ଢେଙ୍କାନାଳରୁ ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ, A1 ଓଡ଼ିଆ।